ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସେଞ୍ଚାସ ନମ୍ବର ଜାତୀୟ ରାଜପଥରୁ ଲିଙ୍ଗରାକୋଟା ଗ୍ରାମକୁ ଯିବା ରାସ୍ତାରେ ଆଜି ସକାଳେ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାକୁ ଦେଖି ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିଲା। ମୃତଦେହ ଦୁଇଟି ମଧ୍ୟରୁ ଜଣେ ହେଲେ ତାଳଚେର ଥାନା ଲିଙ୍ଗରାକୋଟା ଗ୍ରାମର 18 ବର୍ଷୀୟ ଯୁବକ ଦିବ୍ୟରଞ୍ଜନ ପରିଡ଼ା ଓ ଅନ୍ୟ ଜଣେ ବନପଳା ଥାନାଞ୍ଚଳର ଭୋଗବେଣୀ ପଞ୍ଚାୟତ ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗ୍ରାମର 20 ବର୍ଷୀୟ ଯୁବକ ଜନାର୍ଦ୍ଦନ ନାୟକ ବୋଲି ଚିହ୍ନଟ ହୋଇଛି। ଘଟଣାସ୍ଥଳରେ ଉଭୟ ମୃତକଙ୍କ ପରିବାରବର୍ଗ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ସହିତ ଏହା ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ କରି ଅଭିଯୋଗ ଆଣିଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟତା ମିଳିନଥିବା ବେଳେ ଘଟଣାଟି ହତ୍ୟା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେଉଛି। ଖବର ପାଇ ତାଳଚେର ମରପଳା ଥାନାର पुलिस घटनास्थल पहुंची मृतदेह उद्धार करने सहित प्राथमिक तदंत आरंभ करिछि। पोस्टमार्टम रिपोर्ट आसिले मृत्युर सठिक कारण स्पष्ट हेबो बोली पुलिस कहिछि। खबर पछर खबर को लोकलोचन को आनिबा शासन प्रशासन पाखरे समाजर सुर रखिबा एवं साधारण लोकंको न्याय जोगाई देबारे सहायक हेबा पई जोड़ी हुंतु आम सहित